ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଦିବ୍ୟ ଆପଣମାନଙ୍କ ପାଇଁ ଏକ ଜବ୍ର ଅପଡେଟ୍ ନେଇ ଆସିଛି। ଯେ ସାଙ୍ଗମାନେ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ପ୍ରତି ଜିଲ୍ଲାରେ ଏହି ଜିଆର୍ଏସ୍‌ର ନିଯୁକ୍ତିଟି ଚାଲିଛି ଏବଂ ବହୁତ ଜିଲ୍ଲାରେ ମଧ୍ୟ ଏହି ଜିଆର୍ଏସ୍‌ର ଏପ୍ଲାଇ ଡେଟ୍ ଚାଲିଗଲାଣି। ତ ଆପଣମାନେ ଜାଣିପାରୁନାହାନ୍ତି ଏବଂ ବହୁତ ଜିଲ୍ଲାରେ ମଧ୍ୟ ଏହି ଜିଆର୍ଏସ୍‌ର ଆପ୍ଲାଇ ବର୍ତ୍ତମାନ ସୁଦ୍ଧା ଚାଲିଛି। ତ ଡେରି ନକରି ଆପଣମାନେ ଜଲ୍ଦି ଜଲ୍ଦି ଏପ୍ଲାଇ କରିନିଅନ୍ତୁ। ନିଜର ଜିଲ୍ଲାରେ କେତୋଟି ଜିଆର୍ଏସ୍ ଭ୍ୟାକେନ୍ସି ବାହାରିଛି ତ ଆପଣମାନେ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ତ ଯଦି ଆପଣମାନେ ଦଶମ ସହିତ କେବଳ +2 ପାସ୍ କରିଥିବେ ତାହେଲେ ଏହି ଜବ୍ ପାଇଁ ଆପଣମାନେ ଇଲିଜିବଲ୍। ତ ଏଥିପାଇଁ ଆପଣଙ୍କୁ ମାତ୍ର ଏକ କମ୍ପ୍ୟୁଟର ସାର୍ଟିଫିକେଟର ଆବଶ୍ୟକତା ଅଛି। ତ ଆପଣ ନିଜ ପଞ୍ଚାୟତରେ ରହି ଏହି ଜିଆର୍ଏସ୍ ଜବ୍‌ଟି ଆପଣମାନେ କରିପାରିବେ। ତ ଆସନ୍ତୁ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଏହି ଜିଆର୍ଏସ୍ ଜବ୍ କ'ଣ? ଜିଆର୍ଏସ୍‌ର ଫର୍ମଟିକୁ ତୁମେ କେମିତି ଭାବରେ ନିର୍ଭୁଲ ଭାବରେ ଫିଲ୍ଅପ୍ କରିପାରିବ। ତେବେ ଆସନ୍ତୁ ଜାଣିବା ଏହି ଜିଆର୍ଏସ୍‌ର ଭ୍ୟାକେନ୍ସି କେଉଁ ଜିଲ୍ଲାରେ କେତେ ବାହାରିଛି ଏବଂ ଏହି ଜିଆର୍ଏସ୍ ଜବ୍‌ର ତା'ର ଜବ୍ ପ୍ରୋଫାଇଲ୍ କ'ଣ ରହିଛି, କ'ଣ କାମ କରିବା ପାଇଁ ପଡ଼ିବ, କେତେ ସାଲାରୀ ରହିଛି ଏବଂ ଏହାର ମେରିଟ୍ ଲିଷ୍ଟଟି କେବେ ଆସିବ ଏବଂ এই ଜିଆର୍ଏସ୍‌ର ଯେଉଁ ଫର୍ମଟି କେମିତି ନିର୍ଭୁଲ ଭାବରେ ଫିଲ୍ଅପ୍ କରିବେ, ତା'ର ଏନଭଲପଟିକୁ କେମିତି ମଧ୍ୟ ଫିଲ୍ଅପ୍ କରିବେ, ତାହା ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଅଲ୍‌ରେ ସେଟ୍ କରିଦେବେ, ଯାହାଫଳରେ ଏମିତି ଜବ୍ ସମ୍ବନ୍ଧୀୟ ବିଭିନ୍ନ ଇନଫର୍ମେଟିଭ୍ ଭିଡ଼ିଓ ମୋ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୁଁ କହି ରଖୁଛି ଯେ ଏଇ ଜିଆର୍ଏସ୍ ଜବ୍‌ଟି ଆପଣମାନଙ୍କର ପ୍ରତି ପଞ୍ଚାୟତରେ ନିଯୁକ୍ତି ଦିଆଯାଏ। ତ ଯେଉଁଥିରେ ଆପଣମାନେ କେବଳ ଦଶମ ସହିତ +2 ଯଦି ପାସ୍ କରିଥିବେ ଆପଣମାନେ ଏପ୍ଲାଇ କରିପାରିବେ। ତ ଆପଣମାନେ ଜାଣିଥିବେ ଯେମିତି ପୋଷ୍ଟ ଅଫିସ୍ ଜିଡିଏସ୍ ଜବ୍‌ରେ 10 କ୍ଲାସ୍‌ର ମାର୍କକୁ ନେଇ ଯେମିତି ସିଲେକ୍ସନ୍ ହୋଇଥାଏ, ସେମିତି ଏହି ଜିଆର୍ଏସ୍ ଜବ୍‌ରେ ଆପଣମାନଙ୍କର ଦଶମ ଏବଂ +2ର ମାର୍କକୁ ନେଇ ଆପଣମାନଙ୍କର ସିଲେକ୍ସନ୍ ପ୍ରକ୍ରିୟାଟି ହେବ। ଏଥିପାଇଁ କୌଣସି ଏକ୍ଜାମ୍ ଦେବାର ବ୍ୟବସ୍ଥା ନାହିଁ। ଆପଣମାନଙ୍କର ବୟସ ଯଦି 18 ବର୍ଷରୁ 40 ବର୍ଷ ହୋଇଥିବ ତାହେଲେ ଆପଣମାନେ ଏପ୍ଲାଇ କରିପାରିବେ। ଓଡ଼ିଶାର ସମସ୍ତ ପୁଅ ଝିଅ ଏଥିପାଇଁ ଇଲିଜିବଲ୍। ତ ଏସ୍‌ସି, ଏସ୍‌ଟି, ଏସ୍‌ସି-ବିସି ଏବଂ ଓମେନ୍‌ମାନଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ମଧ୍ୟ 5 ବର୍ଷ ରହୁଛି ଏବଂ ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟମାନଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ରହୁଛି 10 ବର୍ଷ। ଅର୍ଥାତ୍ ଏସ୍‌ସି, ଏସ୍‌ଟି, ଏସ୍‌ସି-ବିସି ଓମେନ୍‌ମାନେ 45 ବର୍ଷ ହୋଇଥିଲେ ମଧ୍ୟ ଏପ୍ଲାଇ କରିପାରିବେ ଏବଂ ପିଡବ୍ଲ୍ୟୁଡି କ୍ୟାଟାଗୋରିର ପିଲାମାନେ 50 ବର୍ଷ ହୋଇଥିଲେ ମଧ୍ୟ ଏପ୍ଲାଇ କରିପାରିବେ। ତ ଭିଡ଼ିଓଟି ଟିକେ ଲଙ୍ଗ୍ ହୋଇପାରେ, ଯେହେତୁ ଏଇ ଗୋଟିଏ ଭିଡ଼ିଓ ମାଧ୍ୟମରେ ସମସ୍ତ କିଛି ଡିଟେଲ୍ସ ଆପଣମାନଙ୍କୁ ମୁଁ ଇନଫର୍ମେସନ୍ ଦେବି। ଯେହେତୁ ବର୍ତ୍ତମାନ ସୁଦ୍ଧା ପ୍ରାୟଃ 23ରୁ 24ଟି ଜିଲ୍ଲାରେ ଏଇ ଜିଆର୍ଏସ୍‌ର ଭ୍ୟାକେନ୍ସି ବାହାରି ସାରିଲାଣି। ତ ଆପଣଙ୍କ ଜିଲ୍ଲାରେ ଡେଟ୍‌ଟି ଚାଲିଯାଇଛି ନା ଅଛି ଏବଂ ବର୍ତ୍ତମାନ କେଉଁ ଜିଲ୍ଲାରେ ବର୍ତ୍ତମାନ ଆବେଦନ ପ୍ରକ୍ରିୟାଟି ଚାଲୁ ରହିଛି ତାହା ଆମେ ଜାଣିବା। ତ ଦେଖନ୍ତୁ, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଅର୍ଥାତ୍ ସୋନପୁର ଜିଲ୍ଲା ପାଇଁ ଆପଣମାନଙ୍କର 63ଟି ଭ୍ୟାକେନ୍ସି ଆସିଲା, ଯାହାକି ବର୍ତ୍ତମାନ ଚାଲୁ ରହିଛି। ଏପ୍ଲାଇଟି ଚାଲୁ ରହିଛି। ମୟୂରଭଞ୍ଜ ଜିଲ୍ଲା ପାଇଁ 355ଟି ଭ୍ୟାକେନ୍ସି ଆସିଛି, ଯାହାକି ବର୍ତ୍ତମାନ ଚାଲୁ ରହିଛି। ବାଲେଶ୍ୱର ଜିଲ୍ଲା ପାଇଁ 327ଟି ଭ୍ୟାକେନ୍ସି ଆସିଥିଲା, ତ ଯାହାକି ଏପ୍ଲାଇ ଡେଟ୍‌ଟି ସରିଯାଇଛି 23 ସେପ୍ଟେମ୍ବରରୁ। ତ ଗଞ୍ଜାମ ପାଇଁ 375ଟି ଭ୍ୟାକେନ୍ସି ଆସିଥିଲା, ତାହାର ଏପ୍ଲାଇ ଡେଟ୍ ମଧ୍ୟ ଚାଲିଯାଇଛି। ନୂଆପଡ଼ା ପାଇଁ 63ଟି ଭ୍ୟାକେନ୍ସି ଆସିଥିଲା, ଯାହାର ଏପ୍ଲାଇ ଡେଟ୍‌ଟି ଚାଲିଯାଇଛି। କୋରାପୁଟ ପାଇଁ ଭ୍ୟାକେନ୍ସି ଆସିଥିଲା 156ଟି, ଯାହାର ଏପ୍ଲାଇ ଡେଟ୍ ଶେଷ ହୋଇଯାଇଛି ଏବଂ ନୟାଗଡ଼ ପାଇଁ ଆସିଥିଲା 156ଟି, ତ ଯାହାର ଏପ୍ଲାଇ ଡେଟ୍‌ଟି ଶେଷ ହୋଇଯାଇଛି। ଜଗତସିଂହପୁର ପାଇଁ ଆସିଥିଲା 162ଟି, ତ ଯାହାର ଏପ୍ଲାଇ ଡେଟ୍‌ଟି ଶେଷ ହୋଇଯାଇଛି। ତ ଜଗତସିଂହପୁର ପାଇଁ 162ଟି ଭ୍ୟାକେନ୍ସି ଏଇ ଜିଆର୍ଏସ୍‌ର ଭ୍ୟାକେନ୍ସି ଆସିଛି, ଯାହାର ଏପ୍ଲାଇ ଡେଟ୍‌ଟି ବର୍ତ୍ତମାନ ଚାଲୁ ରହିଛି। ତ ଝାରସୁଗୁଡ଼ା ପାଇଁ 68ଟି ଭ୍ୟାକେନ୍ସି ଆସିଛି, ତ ଯାହାର ଏପ୍ଲାଇ ଡେଟ୍‌ଟି ଚାଲୁ ରହିଛି। ବୌଦ୍ଧ ଜିଲ୍ଲା ପାଇଁ 45ଟି ଜିଆର୍ଏସ୍ ଭ୍ୟାକେନ୍ସି ଆସିଛି, ତ ଯାହାର ଏପ୍ଲାଇ ଡେଟ୍‌ଟି ଚାଲୁ ରହିଛି। କଳାହାଣ୍ଡି ଜିଲ୍ଲା ପାଇଁ ଆପଣମାନଙ୍କର 234ଟି ଭ୍ୟାକେନ୍ସି ଆସିଛି, ତ ଯାହାର ଏପ୍ଲାଇ ଡେଟ୍‌ଟି ଚାଲୁ ରହିଛି। ତ ଗଜପତି ଡିଷ୍ଟ୍ରିକ୍ଟ ପାଇଁ ଆପଣମାନଙ୍କର 69ଟି ଜିଆର୍ଏସ୍ ଭ୍ୟାକେନ୍ସି ଆସିଛି, ଯାହାର ଏପ୍ଲାଇ ଅଲରେଡି ସରିଯାଇଛି। ତ କେଉଁଝର ଜିଲ୍ଲା ପାଇଁ ଆପଣମାନଙ୍କର 266ଟି ଭ୍ୟାକେନ୍ସି ଆସିଛି, ଯାହାର ଏପ୍ଲାଇ ଡେଟ୍ ଅଲରେଡି ସରିଯାଇଛି। ତ ମାଲକାନଗିରି ଜିଲ୍ଲା ପାଇଁ 88ଟି ଭ୍ୟାକେନ୍ସି ଆସିଛି, ଯାହାର ଏପ୍ଲାଇ ଡେଟ୍ ଅଲରେଡି ସରିଯାଇଛି। ବୌଦ୍ଧ ଜିଲ୍ଲା ପାଇଁ 45ଟି ଭ୍ୟାକେନ୍ସି ଆସିଛି, ତ ଯାହାର ଏପ୍ଲାଇ ଡେଟ୍ ଅଲରେଡି ସରିଯାଇଛି। ତ ବର୍ତ୍ତମାନ ଦେବଗଡ଼ରେ 50ଟି ଭ୍ୟାକେନ୍ସି, ନବରଙ୍ଗପୁରରେ 156ଟି ଭ୍ୟାକେନ୍ସି, ଢେଙ୍କାନାଳରେ 57ଟି ଭ୍ୟାକେନ୍ସି, କନ୍ଧମାଳରେ 125ଟି ଭ୍ୟାକେନ୍ସି, ପୁରୀରେ 182ଟି ଭ୍ୟାକେନ୍ସି ଏବଂ ସମ୍ବଲପୁରରେ 101ଟି ଭ୍ୟାକେନ୍ସି, ଯେଉଁଗୁଡ଼ାକ ବର୍ତ୍ତମାନ ଆକ୍ଟିଭ୍ ଅଛି, ଅର୍ଥାତ୍ ଏପ୍ଲାଇ ଚାଲିଛି। ତ ଦର୍ଶକ ବନ୍ଧୁ, এই ଗୋଟିଏ ଭିଡ଼ିଓ ମାଧ୍ୟମରେ ଏଇ ଜିଆର୍ଏସ୍ ଜବ୍‌ର ସବୁକିଛି ତଥ୍ୟ ଆମେ ଜାଣିବା ଯେ ସବୁ ଜିଲ୍ଲା ପାଇଁ ଆପଣମାନଙ୍କର ଜିଆର୍ଏସ୍‌ର ଦରମା, ନିଯୁକ୍ତିର ନିୟମାବଳୀ ସବୁକିଛି ସମାନ। ତ ଏଇ ଗୋଟିଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୁଁ କହିଦେବି ଯେ ସାଲାରୀ କେତେ ରହୁଛି, କେବେ ଏହାର ମେରିଟ୍ ଲିଷ୍ଟ ଆସିବ ଏବଂ ସବୁକିଛି। ଏଥିପାଇଁ ଡକୁମେଣ୍ଟ କ'ଣ ଆବଶ୍ୟକ। ତ ଏହି ଜିଆର୍ଏସ୍ ଜବ୍ ପାଇଁ ଆପଣଙ୍କର ଇଲିଜିବିଲିଟି କ୍ରାଇଟେରିଆ ରହୁଛି ଯେ ଆପଣମାନେ ମିନିମମ୍ କ୍ୱାଲିଫିକେସନ୍ ଅଫ୍ ଦି କ୍ୟାଣ୍ଡିଡେଟ୍ ସୁଡ୍ ବି 10+2 ପାସ୍ ଅର୍ ଇକ୍ୱିଭାଲେଣ୍ଟ କ୍ୱାଲିଫିକେସନ୍। ତ ଆପଣମାନେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଏବଂ +2 ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ। ଆପଣ ଯଦି ସିବିଏସ୍ଇ ପିଲା ତାହେଲେ ଆପଣମାନଙ୍କର ଏକ ଓଡ଼ିଆ ମିଡ଼ିୟମର ପାସ୍ ସାର୍ଟିଫିକେଟ୍ ଥିବା ଆବଶ୍ୟକ। ତାପରେ ଆପଣ ଓଡ଼ିଆ କହିପାରୁଥିବା ଏବଂ ଓଡ଼ିଆ ପଢ଼ିପାରୁଥିବା ଏବଂ ଓଡ଼ିଆ ଲେଖିପାରୁଥିବା ଆବଶ୍ୟକ। ଜିଆର୍ଏସ୍ ଜବ୍‌ରେ ଆପଣମାନଙ୍କୁ ଆପ୍ଲାଏ କରିବାକୁ ହେଲେ ଗୋଟିଏ କମ୍ପ୍ୟୁଟର ସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି। ତ ଆପଣଙ୍କ ପାଖରେ ଯେକୌଣସି କମ୍ପ୍ୟୁଟର ସାର୍ଟିଫିକେଟ୍ ଥିଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। କିନ୍ତୁ ସରକାରଙ୍କର ଗାଇଡ଼ଲାଇନ୍ ଅନୁସାରେ ଯେ ଏଥିରେ ଓ ଲେଭେଲ୍‌ର କୋର୍ସ କରିଥିବା ଆବଶ୍ୟକ, ଯେଉଁଥିରେ ଓଡ଼ିଆ ଲାଙ୍ଗୁଏଜ୍‌ରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ, ଓଡ଼ିଆ ଜ୍ଞାନ ଥିବା ଆବଶ୍ୟକ। ତ ଆପଣଙ୍କର ଓ ଲେଭେଲ୍ ବ୍ୟତୀତ ଯେଉଁ OSCIT କୋର୍ସ ଥିଲେ ମଧ୍ୟ 3 ମାସିଆ
ଯେଉଁ କୋର୍ସ ଆପଣମାନଙ୍କର ଗୋଟେ ଅଛି ଓକାକ୍ ତରଫରୁ ଦିଆଯାଏ, ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ତରଫରୁ ଯେଉଁ OICIT ଆପଣମାନେ ଏଠି ଦେଖିପାରୁଛନ୍ତି। ତ ଏଇଟା ମଧ୍ୟ ଗୋଟେ ଭ୍ୟାଲିଡ୍ କୋର୍ସ ଏହା ପାଇଁ। ନଚେତ୍ ଆପଣଙ୍କର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଇନଫର୍ମେସନ୍ ଟେକ୍ନୋଲୋଜିର ଯେକୌଣସି ବି ସାର୍ଟିଫିକେଟ୍ ଥାଉ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣମାନଙ୍କର DCA, BCA, PGDCA, MCA ତ ଏସବୁ କୋର୍ସ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ତ ବିଶେଷତଃ ବର୍ତ୍ତମାନ PGDCA ବହୁତ ପିଲା କରୁଛନ୍ତି ଏବଂ MCA, BTEC ଇତ୍ୟାଦି IT କୋର୍ସ ଆପଣମାନଙ୍କର ଥିଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ତ ଏଜ୍ ଲିମିଟ୍ ତ ମୁଁ ଆପଣମାନଙ୍କୁ କହିଗଲି 18 ବର୍ଷରୁ 40 ବର୍ଷ। ତାପରେ ଆପଣମାନଙ୍କର ସିଲେକ୍ସନ୍ ପ୍ରକ୍ରିୟାଟି ରହିଛି। 10ମ ଏବଂ +2ର ମାର୍କକୁ ଆପଣମାନଙ୍କର ଆଧାର କରି ସିଲେକ୍ସନ୍ଟି କରାଯିବ। ତ ଆପଣମାନେ ସମସ୍ତେ ଆପ୍ଲାଏ କରିପାରିବେ। ତ ଆପଣମାନଙ୍କର ପରସେଣ୍ଟେଜ୍ ଅର୍ଥାତ୍ ମାର୍କ ଭଲ ଥିଲେ ଆପଣମାନେ ଜବ୍ଟି ପାଇପାରିବେ। ଯଦି ଆପଣମାନେ 10ମରେ 60ରୁ 70 ମଧ୍ୟରେ ଏବଂ +2ରେ ମଧ୍ୟ ସେଇ 60ରୁ ଅଧିକା ରଖିଛନ୍ତି ତାହେଲେ ଆପଣମାନଙ୍କର ସିଲେକ୍ସନ୍ଟି ପକ୍କା ହୋଇଯିବ। ତ ଆପଣ ଯଦି ଏଇ 10 କ୍ଲାସ୍ ଏବଂ +2ରେ 130 ଉପରକୁ ପରସେଣ୍ଟେଜ୍ ଉପରକୁ ରଖୁଛନ୍ତି ତାହେଲେ ଆପଣମାନଙ୍କର ସିଲେକ୍ସନ୍ଟି ହୋଇଯିବ। ତ ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଡକୁମେଣ୍ଟ ଗୁଡ଼ାକ ଆବଶ୍ୟକ ଏଇ GRS ଆପ୍ଲାଏ ପାଇଁ। ତ ପ୍ରଥମେ ଆପଣମାନଙ୍କୁ ଏକ ଆପ୍ଲିକେସନ୍ ଫର୍ମାଟଟି ସେ ଯେଉଁ ଆଡ଼ଭର୍ଟାଇଜମେଣ୍ଟ PDFର ଲାଷ୍ଟ 2ଟି ପେଜ୍ଟି ଗୋଟିଏ ହେଲା ଆପ୍ଲିକେସନ୍ ଫର୍ମାଟ୍, ଅନ୍ୟଟି ଡିକ୍ଲାରେସନ୍ ଫର୍ମାଟ୍ ଅଛି। ସେ 2ଟି ପେଜ୍କୁ ଆପଣମାନଙ୍କୁ କମ୍ପ୍ୟୁଟରରୁ କାଢ଼ିବା ପାଇଁ ପଡ଼ିବ। ତ ଆପଣମାନେ ପ୍ରଥମେ ଫିଲ୍ଡ ଇନ୍ ଆପ୍ଲିକେସନ୍ ଫ୍ରମ୍ ଦି ଡ୍ୟୁଲି ସାଇନ୍ଡ ବାଇ ଦି ଆପ୍ଲିକେସନ୍ ଆପଣମାନଙ୍କର ଯେଉଁ ଆପ୍ଲିକେସନ୍ ଫର୍ମଟି ଫିଲ୍ଅପ୍ କରିବେ। ତ ଆପଣମାନଙ୍କୁ ମୁଁ ବର୍ତ୍ତମାନ ଶିଖେଇବି ଯେଉଁ ଫିଲ୍ଅପ୍ କରିବାର ପ୍ରୋସେସଟି କେମିତି। ଭିଡ଼ିଓଟି ଲଙ୍ଗ୍ ହୋଇପାରେ ତ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଯେହେତୁ এই ଗୋଟିଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସବୁକିଛି ମୋତେ କହିବାର ଅଛି। ତ ତାପରେ ଆପଣମାନଙ୍କର 10 କ୍ଲାସ୍ର ମାର୍କସିଟ୍ ଦରକାର। ତାପରେ ଆପଣମାନଙ୍କର +2ର ମାର୍କସିଟ୍ ଆବଶ୍ୟକ। ତାପରେ ଆପଣଙ୍କର କମ୍ପ୍ୟୁଟର ସାର୍ଟିଫିକେଟ୍ ଆବଶ୍ୟକ। ତାପରେ ଆପଣମାନଙ୍କର ରେସିଡେନ୍ସ ସାର୍ଟିଫିକେଟ୍ ଆବଶ୍ୟକ, କାଷ୍ଟ ସାର୍ଟିଫିକେଟ୍ ଆବଶ୍ୟକ। ଯେଉଁମାନେ ଫିଜିକାଲ୍ ଡିସାବିଲିଟି କ୍ୟାଟାଗୋରି ପକାଉଛନ୍ତି ସେମାନଙ୍କର ସାର୍ଟିଫିକେଟ୍ ଆବଶ୍ୟକ। ଯେଉଁମାନେ ଏକ୍ସ ସର୍ଭିସମ୍ୟାନ୍ରେ ଆପ୍ଲାଏ କରୁଛନ୍ତି ଏକ୍ସ ସର୍ଭିସମ୍ୟାନ୍ର ସାର୍ଟିଫିକେଟ୍ ଆବଶ୍ୟକ। ତ ଏଥିପାଇଁ ଆପଣମାନଙ୍କୁ ଏକ ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋକପି ଆବଶ୍ୟକ। ତ ମୁଁ ଯେଉଁ ସବୁ ଡକୁମେଣ୍ଟ ଗୁଡ଼ାକ ସିରିଏଲ୍ ୱାଇଜ୍ କହିଗଲି ତ ସେ ସବୁ ଡକୁମେଣ୍ଟ ଗୁଡ଼ାକ ଆପଣମାନେ ସିରିଏଲ୍ ୱାଇଜ୍ ହିଁ ରଖିବେ, ନହେଲେ ଆପଣଙ୍କର ଫର୍ମଟି ରିଜେକ୍ଟ ହୋଇଯାଇପାରେ ମଧ୍ୟ। କାରଣ ବହୁତ ମାତ୍ରାରେ ଫର୍ମ ଯାଉଛି ତ ସେମାନଙ୍କୁ ଦେଖିବା ପାଇଁ ସୁବିଧା ହେବ। ତ ଆପଣମାନେ ଫର୍ମଟିକୁ ସିରିଏଲ୍ ୱାଇଜ୍ ଏମିତି ରଖିଦେବେ ଏବଂ ଏଇ ଯେଉଁ ସମସ୍ତ ଡକୁମେଣ୍ଟ ଗୁଡ଼ାକ କହିଗଲି ଏ ସମସ୍ତର ଜେରକ୍ସ କପି ଆପଣମାନେ କାଢ଼ିବେ। ଜେରକ୍ସ କପି କାଢ଼ି ଆପଣମାନେ ତଳେ ସିଗ୍ନେଚର ମାରି ଆପଣମାନଙ୍କର ଫୁଲ୍ ସିଗ୍ନେଚର ମାରିବେ, ତ ଯେଉଁଟାକୁ ସେଲ୍ଫ ଆଟେଷ୍ଟେଡ୍ କୁହନ୍ତି। ତ ତାପରେ ଆପଣମାନେ ଏମିତି ସିରିଏଲ୍ ୱାଇଜ୍ ରଖି ଏକ ବଡ଼ ଖାମ୍ ଆଣିବେ ବା ଏନଭଲପ୍ ଆଣିବେ। ତ ତା ଭିତରେ ଆପଣମାନେ ଭର୍ତ୍ତି କରିବେ। ତ ଭର୍ତ୍ତି କରିସାରି ସିଧା ପୋଷ୍ଟ ଅଫିସକୁ ଯିବେ ଆପଣମାନେ। ତ ରେଜିଷ୍ଟ୍ରି କିମ୍ବା ସ୍ପିଡ୍ ପୋଷ୍ଟ କରିବେ। ତ ଫ୍ରମ୍ ଆଡ୍ରେସରେ ଆପଣଙ୍କର ସବୁ ଡିଟେଲ୍ସ କିଛି ରହିବ ଏବଂ ଟୁ ଆଡ୍ରେସରେ କ'ଣ ରହିବ ନା ଟୁ ଦି CDO କମ୍ EO ଜିଲ୍ଲା ପରିଷଦ ସମ୍ବଲପୁର। ଆପଣ ଯଦି ସମ୍ବଲପୁର ପାଇଁ ପକାଉଛନ୍ତି ତ ସମ୍ବଲପୁର ଲେଖିବେ, ଯଦି ଆପଣ କଳାହାଣ୍ଡି ପାଇଁ ପକାଉଛନ୍ତି କଳାହାଣ୍ଡି ଲେଖିବେ। ତ ସମସ୍ତଙ୍କ ପାଇଁ ଟୁ ଦି CDO କମ୍ EO ଜିଲ୍ଲା ପରିଷଦଟି ସମାନ ଏବଂ ଯେଉଁ ଯେଉଁ ଜିଲ୍ଲା ପାଇଁ ଆପଣ ଆପ୍ଲାଏ କରୁଛନ୍ତି ସେଇ ଜିଲ୍ଲାର କେବଳ ନାଁଟି ଏଠି ଚେଞ୍ଜ ହେବ, ଆଉ ସମସ୍ତ କିଛି ସମାନ। ଏବଂ ଲାଷ୍ଟରେ ପିନ୍କୋଡ଼୍ ଦେବା ପାଇଁ ଭୁଲିବେ ନାହିଁ। ନିଜ ଜିଲ୍ଲାର ଯେଉଁ ହେଡ଼କ୍ୱାର୍ଟର ବା ଜିଲ୍ଲାପାଳ କିମ୍ବା ଜିଲ୍ଲା ପରିଷଦଙ୍କର ଗୋଟିଏ ପିନ୍କୋଡ଼୍ ମାତ୍ର, ସେ ଦୁଇଟି ଲୋକେସନ୍ ମାତ୍ର ଗୋଟିଏ। ତ ଆପଣମାନଙ୍କର ଜିଲ୍ଲାର ଯେଉଁ ହେଡ଼କ୍ୱାର୍ଟର ପିନ୍କୋଡ଼୍ଟି ଆପଣମାନେ ଦେବା ପାଇଁ ଭୁଲିବେ ନାହିଁ, କାରଣ ପୋଷ୍ଟାଲର ନିୟମ ଅଛି ଯଦି ଆପଣମାନେ ପିନ୍କୋଡ଼୍ ଦେଇନଥିବେ ତାହେଲେ ଆପଣଙ୍କ ଫର୍ମଟି ସେ ଆପଣଙ୍କ ପାଖକୁ ଫେରି ଆସିବ। ଯେହେତୁ ମୁଁ ପୋଷ୍ଟାଲରେ ଅଛି ମୁଁ ଜାଣିଛି ବହୁତ ଜଣଙ୍କର ଏମିତି ଫେରି ଆସୁଛି ମଧ୍ୟ। ତ ଯେଉଁମାନେ GRSର ମେରିଟ୍ ଲିଷ୍ଟ କେବେ ଆସିବ ତ ସେଇଟା ଆପଣମାନଙ୍କର ଡିଷ୍ଟ୍ରିକ୍ଟ ୱାଇଜ୍ ଅଲଗା ଅଲଗା ପବ୍ଲିଶ ହେବ। ତ ଆପଣମାନେ ଜିଲ୍ଲା ପରିଷଦ ସାଇଟ୍ରେ ପ୍ରତିଦିନ ଭିଜିଟ୍ କରୁଥିବେ। ତ ଜିଲ୍ଲା ପରିଷଦ ସାଇଟ୍ରେ ଯେଉଁ ରିକ୍ୱାରମେଣ୍ଟ ସାଇଟ୍ରେ ଯେଉଁ ଆଡ଼ଭର୍ଟାଇଜମେଣ୍ଟଟି ଆପଣମାନେ ଏଇଟା ଯେଉଁ ଆଡ଼ଭର୍ଟାଇଜମେଣ୍ଟ ବାହାରିଥିଲା ଆପଣମାନେ ଯେମିତି ଦେଖିଲେ ତ ସେମିତି ଭାବରେ ଏହାର ଯେଉଁ ରେଜଲ୍ଟଟି ଆସିବ ସେମିତି ସେ ଜିଲ୍ଲା ପରିଷଦ ସାଇଟ୍ରେ ଆପଣମାନେ ଦେଖିପାରିବେ। ତ ଏହି ମେରିଟ୍ ଲିଷ୍ଟଟି ଆପଣମାନଙ୍କର ଆପ୍ଲାଏ ଲାଷ୍ଟ ଡେଟ୍ରୁ ମାସେ ଦେଢ଼ ମାସ ମଧ୍ୟରେ ଆସିଯିବ। ତ କେହି ବ୍ୟସ୍ତ ହେବେ ନାହିଁ। 130ରୁ 40 ମଧ୍ୟରେ ରଖିଥିବା ପିଲାଙ୍କର ସିଲେକ୍ସନ୍ ହିଁ ହେବ। ଆପଣମାନେ ଦେଖିଦେବେ ଟିକେ ପ୍ରିଭିୟସ୍ ଇୟର୍ରେ କେତେ କଟଅଫ୍ ଅଳ୍ପରୁ ଯାଇଥିଲା। ତ ମୁଁ କହିଲେ ଆପଣମାନେ ବିଶ୍ୱାସ କରିବେ ନାହିଁ, ଆପଣମାନେ ନିଜେ ଯାଇ ଚେକ୍ କରିଦେବେ 130 125 ରଖି ପିଲାମାନେ ମଧ୍ୟ ପାଇଛନ୍ତି। ତ ଏବେ ଆସନ୍ତୁ ଜାଣିବା এই GRS ଜବ୍ର ଫର୍ମ ଫିଲ୍ଅପ୍ଟି ଆପଣମାନେ ନିଜେ କେମିତି ଫିଲ୍ଅପ୍ କରିବା ଶିଖିବେ। ତ ମୁଁ ଫିଲ୍ଅପ୍ କରୁଛି, ଚାଲନ୍ତୁ ଦେଖିବେ। ଯେ ପ୍ରଥମେ ନେମ୍ ଅଫ୍ ଦି କ୍ୟାଣ୍ଡିଡେଟ୍ରେ ଆପଣଙ୍କ ନାଁଟି ଲେଖିବେ। ତାପରେ ଆପଣଙ୍କର ଫାଦର୍ସ କିମ୍ବା ହଜବେଣ୍ଡଙ୍କ ନାମ ଲେଖିବେ ଯେଉଁଟାକି ଆପଣମାନଙ୍କର ଆଧାର କାର୍ଡ଼ ଅନୁଯାୟୀ ଥିବ। ତ ଆପଣମାନେ ଏସବୁ କ୍ୟାପିଟାଲ୍ ଲେଟରରେ ଲେଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ତାପରେ ଆପଣମାନଙ୍କର ପାର୍ମାନେଣ୍ଟ ଆଡ୍ରେସଟି ଯୋଗାଯୋଗ ଆଡ୍ରେସଟି ଏଠି ଦେବେ। ଏଟ୍ ପୋଷ୍ଟ ପିନ୍ ଆପଣଙ୍କର ଡିଷ୍ଟ ମଧ୍ୟ ଦେବେ। ତାପରେ ଆପଣଙ୍କ କରେସ୍ପଣ୍ଡିଂ ଆଡ୍ରେସରେ ଡୁ ଲେଖିଦେବେ। ଯଦି ଆପଣମାନଙ୍କର ରହୁଥିବା ଆଡ୍ରେସ ଏବଂ ଯୋଗାଯୋଗ ଆଡ୍ରେସ ଯଦି ସମାନ ଥାଏ ତାହେଲେ ଆପଣମାନେ ଏଠି ଡୁ ଲେଖିଦେବେ। ତ ତାପରେ ଆପଣମାନଙ୍କୁ ଏକ ରେଜିଷ୍ଟର ଇମେଲ୍ ଆଇଡି ଦେବା ପାଇଁ ପଡ଼ିବ। ତ ତାପରେ ଆପଣମାନଙ୍କର ଏକ ଭ୍ୟାଲିଡ୍ ମୋବାଇଲ୍ ନମ୍ବର ଦେବା ପାଇଁ ପଡ଼ିବ। ତ ତାପରେ ଆପଣମାନଙ୍କର କ୍ୟାଟାଗୋରୀରେ SC ST SCBC ତ ଆପଣ ଯେଉଁ କ୍ୟାଟାଗୋରୀରେ ବିଲଙ୍ଗସ୍ କରୁଥିବେ ତ ଆପଣମାନେ ଏଠି ଲେଖିଦେବେ। ତ ବହୁତ ପିଲାଙ୍କର ଡାଉଟ୍ ଥିଲା ଯେ ଏଠାରେ OBC ନାହିଁ, କିନ୍ତୁ ଆମର OBC କାର୍ଡ଼ ଆମେ କ'ଣ କରିବୁ, ଆପ୍ଲାଏ କରିବୁ ନା ନାହିଁ। ତ ଆପଣମାନେ ଜେନେରାଲରେ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣମାନେ ଜାଣିଥିବେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ SCBC ସାର୍ଟିଫିକେଟ୍ ଭ୍ୟାଲିଡ୍ ଏବଂ ସେଣ୍ଟ୍ରାଲରେ ଯେକୌଣସି ଜବ୍ ପାଇଁ
ओबीसी सर्टिफिकेट वैलिड। तो तापर आपणमानकर डेट ऑफ बर्थ एठी आपणमानकर डेट ऑफ बर्थ टी देदेवे। तापर आपण माने जेंडर रे आपणमानकर एठी मेल कि फीमेल आपण माने एठी लिखिदेवे। तापर आपणकर नेशनलिटी रे आपण माने इंडियन लिखिदेवे इंडियन। तो आपण माने तापर आधार कार्ड नंबर टी आपण माने एठारे मेंशन करदेवे। व्वेदर पर्सन विथ डिसेबिलिटी जदि आप पीएच कैटेगोरी जदि फिजिकली हैंडिकेप्ड होते ताले एठी येस करिवे नचेत आपण माने नो करिवे। जदि आपण माने एक्स सर्विसमैन रे अप्लाई करछन ताले एठी येस करिवे नचेत आपण माने नो करिवे। तो आपण माने जदि स्पोर्ट्समैन रु बिलोंग्स करछन ताले एठी येस करिवे किबा नो करिवे। तो तापर आसंतु रहिछि एई पार्टी आपनको पई इंपोर्टेंट रहिबो। तो एग्जामिनेशन पास आपण माने एठी 10th लिखि पारे नले बीएसई ओडिशा लिखि पारिए मध्य। तो यार पासिंग आप जो यार पासिंग कले ये लिखे। तापर आपंकर टोटाल मार्क्स आपंकर ये देवे जो केते मार्क आप एग्जाम देते ये मार्क सिक्योर्ड माने अर्थात आप केते मार्क रखी थे। तो ये परसेंटेज बाहर करेंगे। तो परसेंटेज केमी बाहर करेंगे ना आपंकर 6टी विषय 600 मार्क। तो आप जो सिक्योर करते 510 हरण 6 करदे आपंकर आसीज ये परसेंटेज। तो आपड़ सेमती +2 लिखिपारे ना ये सीएचएसई ओडिशा लिखिपारे। तो आपंकर यार पासिंग ये लिखिदेवे। तापर आपंकर टोटाल मार्क केते थिला तापर आपन केते मार्क सिक्योर कले ये लिखिदेवे। तापर आपंकर परसेंटेज सेमिति मध्य सही आपंकर जो सिक्योर करते मार्क को 6 द्वारा भाग करदेवे। तापर ये आपण माने परसेंटेज ये काढ़ीदेवे। तापर आपण माने लैंग्वेज प्रिफरेंस रे आपण माने कोन देबे जे आपण माने कैन रीड कैन राइट कैन स्पीक इंग्लिश आपण पढ़ी पारती लिखिपारती कहीपारती। तो सब किसी आप येस मारे ओडिया सेमपरी सब येस मारे। तापर आपर डिटेल्स ऑफ कंप्यूटर प्रोफिशिएंसी। तो आपंकर कंप्यूटर प्रोफिशिएंसी कौन कोर्स उपर अच्छी पीजीसीए डीसीए बीसीए कि आपर ओ लेवल अच्छी। तो ये से सब मेंशन करेंगे। तो आपंकर कौन लेवल कंप्यूटर सर्टिफिकेट अच्छी। तो कंप्यूटर सर्टिफिकेट आपंपाई मैंडेटरी। तो तापर आपंकर ये डिक्लेरेशन फॉर्मेट आसो। तो डिक्लेरेशन फॉर्मेट रे आपण माने एठारे सिग्नेचर ऑफ द कैंडिडेट अच्छी सिग्नेचर एठी मारिए फुल सिग्नेचर मारिया पई चेष्टा करिए। हाफ सिग्नेचर माले आपनकर फॉर्म टी रिजेक्ट होइजो। तो आपण माने एठी आपनकर गाँव रो नाटी देदेवे एवं जो दिन ही अप्लाई करिवे एठारे सेही दिन रो डेट ही एठारे देबा को चेष्टा करिवे। तो तापर आसंतु ए एनवेलप टी केमति निर्भुल भाबरे फिलअप करिवे जे आपण माने प्रथम एप्लिकेशन फॉर द पोस्ट ऑफ जीआरएस ऑफ आपड़ ये डिस्ट्रिक्ट जगह जो डिस्ट्रिक्ट आप अप्लाई कर तो सही डिस्ट्रिक्ट नाटी आप लिखापी चेष्टा करें। जेहेतु मुझे मयूरभंज अप्लाई करते तो मयूरभंज ये मुझे लिखी मयूरभंज डिस्ट्रिक्ट। तो तापर आपंकर फ्रम एड्रेस ये सब डिटेल्स आपंकर देदेवे। प्रथम आपन ना तापर आपंकर केयर ऑफ टी रहा बापा नाम टी देवे। तापर आपंकर एट पोस्ट तापर आपंकर पिनकोड टी एठारे देवे। तापर आपंकर डिस्ट्रिक्ट देवे। तापर आपंकर ये एक वैलिड मोबाइल नंबर टी देवे। तो पोस्ट ऑफिस नियम अनुसार आपको एक मोबाइल नंबर देवाई पड़ो ना। बिना मोबाइल नंबर आपर बुकिंग हो पार ना। तो तापर आपर टू एड्रेस रे तो यहाँ प्रत्येक जिला सामान रही टू दी सीडीओ कम ईओ जिला परिषद। तो मयूरभंज मुझे अप्लाई कर तो ये मयूरभंज लिखी। जदि आप कलाहांडी अप्लाई करते कलाहांडी लिखिए। जदि आप सोनपुर अप्लाई करते सोनपुर लिखिए। तो तापर आपर पिनकोड ये देवाई पड़ो। तो पिनकोड आपने कौटू पाइबे ना से फॉर्मेट तो आपर लिखा जाए ना। तो आपने कौन करेंगे पिनकोड ना पिनकोड आपर प्रत्येक जिलार कलेक्टर ऑफिस कि जिला परिषद ऑफिस पिनकोड ये देवाई चेष्टा करेंगे। तो यहाँ थी आज संपूर्ण वीडियो। तो एमती नुआ नुआ वीडियो देखापी चैनल सहित जोड़ी रही। धन्यवाद। जय जगन्नाथ।